ନମସ୍କାର। ଅବଢ଼ା କ'ଣ ଆପଣମାନେ ଜାଣନ୍ତି? ଶ୍ରୀମନ୍ଦିର ରୋଷ ଘରକୁ ଯେଉଁ ଚାଉଳ ରନ୍ଧା ହେବାକୁ ଯାଏ ତାକୁ ଅମଣିଆ ଅନ୍ନ କୁହାଯାଏ। ଅମଣିଆ ଅନ୍ନ ରନ୍ଧା ହୋଇଯାଏ ତାକୁ ଅର୍ଣ୍ଣ କୁହାଯାଏ। ଅର୍ଣ୍ଣ ରୋଷ ଘରୁ ବାହାରି ଆସେ ତାକୁ ଛେକ କୁହାଯାଏ। ସେହି ଛେକ ଭୈରବୀ ପୀଠରେ ରହେ ତାକୁ ଭୋଗ କୁହାଯାଏ। ଭୋଗ ଯେତେବେଳେ ତିନି ଠାକୁରଙ୍କୁ ଲାଗି ହୁଏ ତାକୁ କୁହାଯାଏ ନୈବେଦ୍ୟ। ନୈବେଦ୍ୟ ଯେତେବେଳେ ମା ବିମଳାଙ୍କ ପାଖରେ ଲାଗି ହୁଏ ତାକୁ କୁହାଯାଏ ମହାପ୍ରସାଦ। ମହାପ୍ରସାଦ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ପାଖରେ ଲାଗି ହୁଏ ତାକୁ କୁହାଯାଏ କୈବଲ୍ୟ। କୈବଲ୍ୟ ଯେତେବେଳେ ଭକ୍ତମାନଙ୍କ ଗ୍ରହଣରେ ଖାଦ୍ୟ ଗ୍ରହଣ କରନ୍ତି ତାକୁ କୁହାଯାଏ ଅବଢ଼ା। ଅବଢ଼ାର ପ୍ରତ୍ୟେକ ଶୁଖିଲା ଅଂଶକୁ ନିର୍ମାଲ୍ୟ କୁହାଯାଏ। ଏହା ହେଉଛି ଆମ ଜଗନ୍ନାଥ ସଂସ୍କୃତିର ମହିମା। ଆପଣମାନେ ଜାଣିଛନ୍ତି ବୋଧେ ମୁଁ ଭାବୁଛି ଅବଢ଼ାର ମହିମା। ଯେଉଁମାନେ ଜାଣିନାହାନ୍ତି ଭିଡ଼ିଓଟିକୁ ନିହାତି ସେୟାର କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।